ଆମେରିକାର ମହାକାଶ ସଂସ୍ଥା ନାସା ଏକ ବଡ଼ କଠୋର ନିଷ୍ପତ୍ତି ନେଇଛି। ଏବେ ଚୀନ ନାଗରିକମାନେ ନାସାର କୌଣସି ସୁବିଧା ପାଇପାରିବେ ନାହିଁ। ଯଦିଓ ସେମାନଙ୍କ ପାଖରେ ମଧ୍ୟ ବୈଧ ଆମେରିକୀୟ ଭିଜା ଅଛି, ତାହେଲେ ବି କାର୍ଯ୍ୟକ୍ରମ କିମ୍ବା ସିଷ୍ଟମକୁ ପ୍ରବେଶ କରିପାରିବେ ନାହିଁ। ଏହି ପ୍ରତିବନ୍ଧକ ସେପ୍ଟେମ୍ବର 5 ତାରିଖରୁ ଲାଗୁ ହୋଇଛି। ଏହାର ଅର୍ଥ ହେଉଛି କୌଣସି ଚୀନ ନାଗରିକ ନାସା କାର୍ଯ୍ୟାଳୟ କିମ୍ବା ଗବେଷଣା କେନ୍ଦ୍ରକୁ ଯାଇପାରିବେ ନାହିଁ। ନାସାର ଆଇଟି ସିଷ୍ଟମରେ ଲଗ୍ଇନ୍ କରିପାରିବେ ନାହିଁ। ଭର୍ଚୁଆଲ କିମ୍ବା ଅନଲାଇନ୍ ବୈଠକରେ ମଧ୍ୟ ଅଂଶଗ୍ରହଣ କରିପାରିବେ ନାହିଁ। ଏବେ ପ୍ରଶ୍ନ ଉଠୁଛି, ଏହା କାହିଁକି କରାଗଲା? ଉଭୟ ଦେଶ ଆମେରିକା ଏବଂ ଚୀନ ଆଗାମୀ ସମୟରେ ଚନ୍ଦ୍ରକୁ ସେମାନଙ୍କର ମହାକାଶଚାରୀ ପଠାଇବା ପାଇଁ ଦୌଡ଼ରେ ଅଛନ୍ତି। ଆର୍ଟେମିସ୍ ପ୍ରୋଗ୍ରାମ ଅଧୀନରେ 2026 ସୁଦ୍ଧା ଆମେରିକୀୟ ଏବଂ ଅନ୍ତର୍ଜାତୀୟ ଅଂଶୀଦାରଙ୍କ ସହ ମିଶି ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ନାସା ଲକ୍ଷ୍ୟ ରଖିଛି। ଚୀନ ମଧ୍ୟ ଏହି ମିଶନ ଉପରେ ଦ୍ରୁତ ଗତିରେ କାମ କରୁଛି ଏବଂ 2030 ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀମାନଙ୍କୁ ପଠାଇବାକୁ ଯୋଜନା କରିଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ପ୍ରତିଯୋଗିତା ଏବଂ ଅବିଶ୍ୱାସ ନିରନ୍ତର ବୃଦ୍ଧି ପାଉଛି। ନାସା ଆଶଙ୍କା କରୁଛି ଯେ ସମ୍ବେଦନଶୀଳ ସୂଚନା କିମ୍ବା ପ୍ରଯୁକ୍ତିବିଦ୍ୟା ବାହାରକୁ ବାହାରିପାରେ। ଏହି କାରଣରୁ ଏହି କଠୋର ପଦକ୍ଷେପ ନିଆଯାଇଛି। ଆମେରିକୀୟ ବିଶ୍ୱବିଦ୍ୟାଳୟ କିମ୍ବା ଗବେଷଣା ପ୍ରତିଷ୍ଠାନ ସହିତ ନାସା ପ୍ରକଳ୍ପରେ କାମ କରିଥିବା ଚୀନ ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ଏବେ ବାହାର କରିଦିଆଯିବ। ଭବିଷ୍ୟତରେ ଆମେରିକା ଏବଂ ଚୀନ ମଧ୍ୟରେ ମିଳିତ ମହାକାଶ ପ୍ରକଳ୍ପ ପ୍ରାୟ ଅସମ୍ଭବ ହୋଇଯିବ। ଚୀନ ଏବେ ଏହାର ସ୍ୱାଧୀନ ମିଶନକୁ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ାଇବ ବୋଲି କିଛି ସୂତ୍ରରୁ ଜଣାପଡ଼ିଛି। ଯେପରି ଶୀତଳ ଯୁଦ୍ଧ ଯୁଗରେ ଆମେରିକା ଏବଂ ସୋଭିଏତ ୟୁନିୟନ ମଧ୍ୟରେ ମହାକାଶ ପ୍ରତିଯୋଗିତା ହେଉଥିଲା, ସେହିପରି ଏବେ ଏକବିଂଶ ଶତାବ୍ଦୀରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହ ପାଇଁ ଆମେରିକା ଆଉ ଚୀନ ମୁହାଁମୁହିଁ ହୋଇଛନ୍ତି। ଚୀନ କ'ଣ ତାର ଚନ୍ଦ୍ର ଅଭିଯାନକୁ ତ୍ୱରାନ୍ୱିତ କରିବ? ଆମେରିକା କ'ଣ ଭାରତ, ଜାପାନ ଏବଂ ୟୁରୋପୀୟ ଦେଶ ଭଳି ତାର ସହଯୋଗୀ ଦେଶମାନଙ୍କ ସହିତ ଅଧିକ ଦୃଢ଼ ସହଭାଗିତା ଗଢ଼ିବ? ଏହି ପ୍ରତିଯୋଗିତା କ'ଣ ମାନବ ଜାତି ପାଇଁ ନୂତନ ଆବିଷ୍କାର ଏବଂ ସଫଳତା ଆଣିବ, ନା ଏହା କେବଳ ରାଜନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱନ୍ଦ୍ୱର ଏକ ରଣଭୂମି ପାଲଟିବ? ଏବେ ଏହା ନିଶ୍ଚିତ ଯେ ଏହି ନିଷ୍ପତ୍ତି ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବ। ନାସା ଚୀନ ନାଗରିକଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦେଇଛି। ଆଗାମୀ ବର୍ଷଗୁଡ଼ିକରେ ଚନ୍ଦ୍ରକୁ ଦୌଡ଼ କେବଳ ବୈଜ୍ଞାନିକ ଅନୁସନ୍ଧାନର ସୁପର ପାୱାର ରାଜନୀତି ମଧ୍ୟ ହେବ। ବର୍ତ୍ତମାନ ପାଇଁ ଏତିକି। ରହିଲି, ପୁଣି ଦେଖାହେବ ଆଉ ଏକ ନୂଆ ଖବର ସହିତ। ଦେଖୁଥାନ୍ତୁ ନଟ୍ ଟାଇମ୍ ଟିଭି। ଧନ୍ୟବାଦ।